প্রিয় ছাত্রছাত্রী, আজ আমি শিশু দিবস বিষয়ে কিছু কথা জাঁয়া এইভাবে কহা চেষ্টা করা হল। সম্মানীয় সভাপতি মহোদয়, মোর ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ସମସ୍ତଙ୍କୁ ମୋର ସହୃଦୟ ପ୍ରଣାମ ତଥା ପବିତ୍ର ଶିଶୁ ଦିବସ ଅବସରରେ ମୋର ଛୋଟ ବଡ଼ ଭାଇ ଓ ଭଉଣୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା। ଆଜି ହେଉଛି ନଭେମ୍ବର ମାସର 14 ତାରିଖ। ଏହି ଦିନଟିକୁ ସାରା ଦେଶରେ ଶିଶୁ ଦିବସ ରୂପେ ଆମେ ପାଳନ କରୁ। ଆଜିର ଏହି ପବିତ୍ର ଦିବସରେ 1899 ମସିହାରେ ଜନ୍ମଗ୍ରହଣ କରିଥିଲେ ପଣ୍ଡିତ ଜବାହରଲାଲ ନେହେରୁ ବା ଆମର ଅତି ଆଦରର ଚାଚା ନେହେରୁ, ଯିଏକି ଆମ ପରି ଶିଶୁମାନଙ୍କ ପ୍ରାଣ ଭରି ଭଲ ପାଉଥିଲେ ଆଉ କହୁଥିଲେ, ଶିଶୁ ହସିଲେ ଦେଶ ହସିବ। ଆଜିର ଶିଶୁ ଆଗାମୀକାଲିର ନାଗରିକ। ଆଜି ଯେଉଁମାନଙ୍କୁ ଆମେ ଶିଶୁ ବୋଲି କହୁଛେ, ସେଇମାନଙ୍କ ହାତରେ ଆମ ଦେଶର ଭବିଷ୍ୟତ। ତେଣୁ ସେମାନଙ୍କୁ ଅଣଦେଖା ନ କରି ତାଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ନେହେରୁ ସର୍ବଦା ପରାମର୍ଶ ଦେଉଥିଲେ। ଆହ୍ଲାବାଦରେ ଏକ ଧନିକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜବାହରଲାଲ ନେହେରୁ। ପିତା ମୋତିଲାଲ ନେହେରୁ ଥିଲେ ଜଣେ ପ୍ରଖ୍ୟାତ ଓକିଲ ଓ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ। ଅପରପକ୍ଷରେ ନେହେରୁ ମଧ୍ୟ ଥିଲେ ଜଣେ ଅସାଧାରଣ ଓକିଲ, ପ୍ରଚଣ୍ଡ ଧୀଶକ୍ତି ସମ୍ପନ୍ନ ମାନବବାଦୀ ମହାପୁରୁଷ ଓ ବିଚକ୍ଷଣ ରାଜନୀତିଜ୍ଞ, ଯାହାକି ତାଙ୍କୁ ଏ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଦକୁ ଉନ୍ନୀତ ହେବାରେ ସାହାଯ୍ୟ କରିଥିଲା। ଏତେ ବଡ଼ ପଦ ଓ ମର୍ଯ୍ୟାଦାର ଅଧିକାରୀ ନେହେରୁଙ୍କ ମନରେ ତିଳେ ଗର୍ବ ଓ ଅହମିକା ନଥିଲା। ସେ ଶିଶୁମାନଙ୍କ ମେଳରେ ସମୟ ବିତାଇ ପାରିଲେ ସ୍ୱର୍ଗୀୟ ସୁଖ ଅନୁଭବ କରୁଥିଲେ। ତାଙ୍କର ବନ୍ଧୁବର୍ଗ ଓ ଦେଶର ଜନତା ଯେତେବେଳେ ତାଙ୍କର ଜନ୍ମଦିନକୁ ପାଳନ କରିବା ପାଇଁ କହିଥିଲେ, ସେତେବେଳେ ନେହେରୁ ତାଙ୍କର ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରିବାକୁ ନିବେଦନ କରିଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ନେହେରୁ ପ୍ରକୃତରେ ଥିଲେ ଶିଶୁମାନଙ୍କ ନିମନ୍ତେ ସ୍ନେହ ଓ ଶ୍ରଦ୍ଧାର ଏକ ଅପୂର୍ବ ନିର୍ଝର। ଶିଶୁମାନଙ୍କର ପ୍ରତି ନେହେରୁଙ୍କର ଅଗାଧ ଓ ସ୍ନେହ ଓ ଶ୍ରଦ୍ଧାକୁ ଉପଲବ୍ଧି କରି ତାଙ୍କର ଜନ୍ମଦିନଟିକୁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ। ଏହିପରି ଏକ ଶୁଭ ଅବସରରେ ମୁଁ ଚାହିଁବି ଏ ଦେଶର ପ୍ରତ୍ୟେକ ଜନମାନସରେ ଶିଶୁମାନଙ୍କର ପାଇଁ ସ୍ନେହ ଓ ମମତାର ଏକ ଅପୂର୍ବ ଉଚ୍ଛ୍ୱାସ ଉଜ୍ଜୀବିତ ହେଉ। ଏମିତି ଏକ ଆଶା ହୃଦୟରେ ବହନ କରି ମୁଁ ମୋର ବକ୍ତବ୍ୟକୁ ଏହିଠି ଶେଷ କରୁଛି। ଜୟ ହିନ୍ଦ, ଧନ୍ୟବାଦ।